ଆଜି ଆମେ ଏମିତି ଏକ ରେସିପି ବନେଇବା ଛୋଟ ପିଲାମାନେ ପନିର ଖାଇବାକୁ ଭୁଲିଯିବେ। ଦେଖନ୍ତୁ ଆଜି ଆମେ କ'ଣ ବନାଉଛନ୍ତି। ଆମେ ଲାଉ ବା ଲକିରେ ଗୋଟେ ଆଜି ଆମେ ଏମିତି ସବଜି ବନେଇବା ଛୋଟ ପିଲା ଭୁଲିଯିବେ ପନିର ଖାଇବାକୁ, ଆକୁ ହିଁ ଖୋଜିବେ। ଆମେ ମୁଗ ଡାଲି ଆଉ ଲାଉ, କଞ୍ଚା ଲଙ୍କା, ଧନିଆ, ଦହି, ରସୁଣ ଦି ପାଖୁଡ଼ା ଦେଇ ଆମେ ଗ୍ରାଇଣ୍ଡିଙ୍ଗ କରିଦେବା। ଗୋଟେ ପ୍ୟାନ୍ ନେଇଯିବା, ପ୍ୟାନ୍ରେ ଗ୍ରାଇଣ୍ଡିଙ୍ଗ କରିଥିବା ତାକୁ ପକାଇଦେବା। ହଳଦୀ, ଲୁଣ ଆଉ ଜିରା ଗୁଣ୍ଡ ଟିକେ, କସ୍ତୁରୀ ମେଥି ପକାଇକି ତାକୁ ଆମେ ସିମ୍ ଆଞ୍ଚରେ ତାକୁ ଇଏ କରିବା। ଦେଖନ୍ତୁ ଏମିତି ଗୋଳେଇବା ଯେମିତିକି ଆମର ହାତରେ ଲାଗିବନି। ତାକୁ ଗୋଟେ ପାତ୍ରରେ ଟିକେ ଅଏଲ୍ ଲଗାଇ ଦେଇକି ତାକୁ ଦେଖନ୍ତୁ ଗ୍ଲାସ୍ ସାହାଯ୍ୟରେ ଏମିତି ସେପ୍ କରିଦେବା। ଗୋଟେ ପ୍ୟାନ୍ରେ ତେଲ, ଜିରା ଆଉ କଟା ହେଇଥିବା 2ଟା ପିଆଜ, ରସୁଣ ଅଦା ରସୁଣ ପେଷ୍ଟ, ଲୁଣ, ହଳଦୀ ପାଉଡ଼ର, ଲଙ୍କା ପାଉଡ଼ର ଆଉ ନେଇଯିବା ଆମେ ଟିକେ ଜିରା ପାଉଡ଼ର। ଏମିତି କରି ଗୋଳେଇ ଦେବା। ଟମାଟର ଗ୍ରାଇଣ୍ଡିଙ୍ଗ କରିଥିବା ଟମାଟର ପକାଇ ଦେଇଛି, ତାକୁ ଆମେ ସିମ୍ ଆଞ୍ଚରେ 10 ମିନିଟ୍ ରଖିଦେବା। ଦେଖନ୍ତୁ ଆମେ ପ୍ରସ୍ତୁତ ହୋଇଥିବା ଏ ଯେଉଁ ଲାଉ ଆଉ ମୁଗ ଡାଲିକୁ ଆମେ ଦେଖନ୍ତୁ ହେଇଯାଇଛି କେମିତି ପନିର ଭଳିଆ, ତାକୁ ଏଇ ସାଇଜ୍ରେ ଆମେ କାଟିଦେବା। ଦେଖନ୍ତୁ କେତେ ସଫ୍ଟ ବି ହେଇଛି। ଆମର ମସଲା ହେଇଗଲାଣି। ଆମେ ସେଥିରେ ଟିକେ ଦହି ପକାଇଦେବା ଯେମିତି କ୍ରିମି ଟିକେ ଆସିବ, ଦେଖିବାକୁ ଯେମିତି ଟେଷ୍ଟ ଲାଗିବ, ଖାଇବାକୁ ଏତେ ଟେଷ୍ଟ ଲାଗିବ। ଆପଣ ଥରେ ବନେଇକି ନିଶ୍ଚୟ ଘରେ ଦେଖନ୍ତୁ। ଦେଖନ୍ତୁ ଆମର ମସଲା ହେଇଗଲାଣି। ଏବେ ପାଣି ଦେଇକି 5 ମିନିଟ୍ ରଖିଦେବା। ତାପରେ ଦେଖନ୍ତୁ ଆମର ହେଇଗଲା। ଆମେ ଏବେ ତାକୁ ପକାଇଦେବା। ଧନିଆ ଟିକେ ପକାଇ ଦେଇ ପ୍ରସ୍ତୁତ ହେଇଗଲା ଆମର ଲାଉ ମୁଗ ଡାଲି ପନିର ତରକାରୀ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।